ଆସିବା ବର୍ତ୍ତମାନର ତାଜା ଖବରକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଦୀର୍ଘ 25 ଦିନରୁ ଅନେକ ଦିନ ଧରି ସୋନମ ୱାଙ୍ଗଚୁକଙ୍କ ସହିତ ସିଜେପି ପାର୍ଟିର ମୁଖ୍ୟ ତଥା ଭାରତର କୋଣ ଅନୁକୋଣରୁ ଅନେକ ଛାତ୍ରଛାତ୍ରୀ ମଧ୍ୟ ନିଟ୍ ପେପର ଲିକ୍ ପ୍ରସଙ୍ଗକୁ ନେଇକି ଯନ୍ତର ମନ୍ତରଠାରେ ଆନ୍ଦୋଳନ କରିଥିଲେ ଏବଂ ଏହି କିଛି ଦିନ ତଳେ ଆପଣମାନେ ଦେଖିଥିବେ ପରିସ୍ଥିତି ଏପରି ହୋଇଯାଇଥିଲା କି ପୋଲିସକୁ ସାଧାରଣ ଛାତ୍ରଛାତ୍ରୀମାନଙ୍କ ଉପରେ ଲାଠିଚାର୍ଜ କରିବା ପାଇଁ ମଧ୍ୟ ଅନୁମତି ଦିଆଯାଇଥିଲା। ଫଳରେ ଅନେକ ଛାତ୍ରଛାତ୍ରୀମାନଙ୍କ ସହିତ ଆନ୍ଦୋଳନକାରୀମାନେ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଅନେକଙ୍କୁ ମଧ୍ୟ ଗିରଫ କରାଯାଇଥିଲା। କିନ୍ତୁ ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଆଜି ଘଟିଛି, ଯେତେବେଳେ କି ଦୀର୍ଘ 6 ବର୍ଷ ଧରି ଶିକ୍ଷାମନ୍ତ୍ରୀ ପଦ ତୁଲାଇ ଆସୁଥିବା ଓଡ଼ିଶାର ରାଜନୈତିକର ଏକ ଦକ୍ଷ ପ୍ରଶାସକ, ରାଜନୈତିକ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ୱ ଇଚ୍ଛାରେ ନିଜ ଆଡ଼ୁ ଆଜି ଇସ୍ତଫା ଦେଇଛନ୍ତି। ତ ଆମେ କହିପାରିବା କି କକରୋଜ ଜନତା ପାର୍ଟିର ଏକ ବିରାଟ ସଫଳତା କହିଲେ ମଧ୍ୟ ଅତ୍ୟୁକ୍ତି ହେବ ନାହିଁ। ତତ୍ସହିତ କଂଗ୍ରେସ ତଥା ବିରୋଧୀ ଦଳର ନେତାମାନେ ମଧ୍ୟ ଅନେକ ଦିନ ଧରି ଆନ୍ଦୋଳନ କରିଆସୁଥିଲେ, ଯେତେବେଳେ କି ଆଜି ନିଟ୍ ପ୍ରସଙ୍ଗ ପ୍ରଶ୍ନପତ୍ର ମାମଲାକୁ ନେଇକି କେନ୍ଦ୍ରର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜେ ଇସ୍ତଫା ଦେଇ ପ୍ରେସମିଟ୍ କରି ଏକ୍ସ ମାଧ୍ୟମରେ ନିଜର ଇସ୍ତଫା ପତ୍ରକୁ ମଧ୍ୟ ଦାଖଲ କରିଛନ୍ତି ଏବଂ ତାଙ୍କ କହିବା କଥା କି ସେ ଭାରତର ଛାତ୍ରଛାତ୍ରୀମାନଙ୍କୁ ବିଭ୍ରାନ୍ତରେ ପକାଇବାକୁ ଚାହୁଁନାହାନ୍ତି। ଅନେକ ଦିନ ଧରି ଦୀର୍ଘ 10 ଦିନ ଧରି ସେ ମନ ଦୁଃଖରେ ଥିଲେ ଏବଂ ସେଥିପାଇଁ ସେ ଆଜି ତାଙ୍କର ଇସ୍ତଫା ପତ୍ର ଦାଖଲ କରିଛନ୍ତି। ତ ଏହା ହେଉଛି ବର୍ତ୍ତମାନର ସବୁଠାରୁ ତାଜା ଖବର କି 6 ବର୍ଷ ଧରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦରେ ତୁଲାଇ ଆସୁଥିବା ମାନ୍ୟବର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ପରେ ଯନ୍ତର ମନ୍ତରଠାରେ ଅନେକ ଦିନ ଧରି ଆନ୍ଦୋଳନ କରିଆସୁଥିବା ଛାତ୍ରଛାତ୍ରୀମାନଙ୍କ ସହିତ କକରୋଜ ଜନତା ପାର୍ଟିର ସଦସ୍ୟ ତଥା ମୁଖ୍ୟ ମାନେ ଉତ୍ସାହ ଉଲ୍ଲାସରେ ସେଲିବ୍ରେସନ୍ ଆରମ୍ଭ କରିଦେଇଛନ୍ତି। ତ ବର୍ତ୍ତମାନ ଭାରତବାସୀର ସମସ୍ତ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଆଶ୍ୱାସନାର ଖବର ଆସି ପହଞ୍ଚିଛି, ଯେତେବେଳେ କି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ତ ଆପଣମାନଙ୍କ